ସାରଙ୍କ ପୁରା ଗାଡ଼ି ଦେଖିକି ଆସିଲୁ, କିନ୍ତୁ ଆସୁ ଆସୁ ବହୁତ ଟାଇମ୍ ଲେଟ୍ ହେଇଗଲା। ମାନେ ମୋର ସର୍ଭିସିଂ କେମିତି ଥିଲା କ'ଣ ମୁଁ ସାରଙ୍କୁ ପଚାରିବାକୁ ଚାହୁଁଛି। ସାର୍, ମୁଁ ଆପଣଙ୍କୁ ଏତିକି ଦିନ ବୁଲେଇଲି, ବଟ୍ ଏବେ ବି ଯାଇକି ଆଇଲୁ, ମାନେ ସର୍ଭିସିଂଟା କେମିତି ଥିଲା କ'ଣ ଟିକେ କହିଦିଅନ୍ତୁ। ନାଇଁ, ସବୁ ତ ଆମର ରାହୁଲ ବାବୁଙ୍କର ଗାଡ଼ିରେ ବସିବା ପାଇଁ ଗୋଟେ ମଜା ଲାଗେ, ବହୁତ ଭଲ ଲାଗେ। ମୁଁ ସେଇଥିପାଇଁ ସବୁବେଳେ ରାହୁଲ ବାବୁଙ୍କର ଗାଡ଼ିରେ ବୁକ୍ କରେ ଯିବା ପାଇଁ। ଏବେ ଆଜି ଜଷ୍ଟ ଆମେ ଯାଇଥିଲୁ କଟକରୁ ଫେରି ଆସୁଛୁ, ଆଉ ଭଲ ଖୁସି ଲାଗିଲା। ଆଉ କ'ଣ, ଏବେ ତ ସାରଙ୍କର ଜଷ୍ଟ ଯୋଉ ଆପାର୍ଟମେଣ୍ଟ ଅଛି ଆପଣଙ୍କୁ ତଳେ ଛାଡ଼ି ଦେଇକି ମୁଁ ଡାଇରେକ୍ଟ ଯିବି ଘରକୁ। ଭାଇ ଭଉଣୀମାନଙ୍କୁ ସମସ୍ତଙ୍କୁ ନମସ୍କାର। ଆଜି ତ ପୁରା ମୁଁ ଛୁଟିରେ ଥିଲି, କିନ୍ତୁ ଆଜି ମୁଁ କୁଆଡ଼େ ଯିବି ନା ବୋଲି ଭାବିଥିଲି। ଆକ୍ଚୁଆଲି ମୋର ବି ଘରେ ଟିକେ ଅଲଗା କାମ ଥିଲା, ସେଥିପାଇଁ ଘରେ ଥିଲି। କିନ୍ତୁ ଏବେ ଜଷ୍ଟ ଗୋଟେ ଚିହ୍ନା ପରିଚୟ ସାର୍ ମୋତେ ଫୋନ୍ କଲେ, ତମେ ଆସିକି ପହଞ୍ଚ ଆମ ଘର ପାଖକୁ, ଟିକେ ଯିବାର ଅଛି। କିନ୍ତୁ କୁଆଡ଼େ ଯିବି କ'ଣ ସେଇଟା ମୁଁ ବି ଜାଣିନି। ଏବେ ଡାଇରେକ୍ଟ ଯାଉଛି ମୁଁ ରଘୁନାଥପୁର। ଆସିକି ପହଞ୍ଚିଲି ସାରଙ୍କ ଘର ପାଖରେ। ସାର୍ ଯୋଉଠି ରହୁଛନ୍ତି, କିନ୍ତୁ ପୁରା ସନ୍ଧ୍ୟା ହେଇଯାଇଛି। ଆମେ ସନ୍ଧ୍ୟା ଟାଇମ୍ରେ ଆକ୍ଚୁଆଲି ବୁଲିବାକୁ ଯାଉଛୁ ସାରଙ୍କ ମୋର। ସାର୍, ଆଜି କୁଆଡ଼େ ଯିବା ଟିକେ କହିଦେବେ ତ, କ'ଣ ପାଇଁ ଯିବା? ଆଜି ଆମେ ଯିବାର ଅଛି କଟକ ଗଲେ ଆମର ଟିକେ ସେ ମୋର ଶାଶୁଙ୍କ ଦେହ ଭଲ ନଥିଲା, ସେ ମେଡ଼ିକାଲରେ ଅଛନ୍ତି, ସେଠି ଦେଖିକି ଆସିବୁ। ଆଉ ତାଙ୍କର ପରେ ମାନେ ସେଇ କାମ ସରିଲା ପରେ ଆମେ ଟିକେ ନୂଆ ଗାଡ଼ି ଗୋଟେ କିଣିବା ପାଇଁ ଜଷ୍ଟ ଯିବୁ। ସେ କ'ଣ ସେ ଯେଉଁ ତୁଳସୀ ମୋଟର୍ସକୁ ଯିବୁ, ଯାଇକି ଦେଖିବା। ତାପରେ ଏଇ ପ୍ରୋଗ୍ରାମ ଟିକେ ରଖିଛି, ସେଥିପାଇଁ ବାହାରିବୁ। ଏବେ ତ ଷ୍ଟାର୍ଟ କରିବା, ମାନେ ସେ ପାଖକୁ ପହଞ୍ଚୁ ବି ସନ୍ଧ୍ୟା ହେଇଯିବ। ଦେଖିବା କେତେ ଟାଇମ୍ ଲାଗୁଛି କ'ଣ କହିପାରିବିନି। ଯଦି ଟ୍ରାଫିକ୍ କମ୍ ହେଲା ତ ଜଲ୍ଦି ପହଞ୍ଚିବୁ, ଟ୍ରାଫିକ୍ ଯଦି ହେଲା ଆଉ ଥରେ ଲେଟ୍ ହେଇଯିବ। ପହଞ୍ଚିଲୁ କଟକରେ। ଏଇଟା ହେଉଛି ତୁଳସୀ ମୋଟରଟା। ଏବେ ଯାଉଛି ଭିତରକୁ। ଅଲରେଡ଼ି ସାର୍ ବି ତ ମୋତେ ୱେଟ୍ କରିଛନ୍ତି ମାନେ ଯିବା ପାଇଁ। ଗାଡ଼ି ଦେଖିବୁ, ମାନେ କେଉଁ ଗାଡ଼ି ପସନ୍ଦ କରିବେ କ'ଣ ସେଟା ମୁଁ କହିପାରିନି, କିନ୍ତୁ ଗାଡ଼ି ଦେଖିଲା ପରେ ଡାଇରେକ୍ଟ ଦେଖିବୁ। କିନ୍ତୁ ଆଜି ଯେଉଁ ଆପଣ କହୁଥିଲି ସେଲ୍ଫ ଡ୍ରାଇଭ୍ ନେବାର ଅଛି, କିନ୍ତୁ ସେଲ୍ଫ ଡ୍ରାଇଭ୍ ଆଜି ତ ହେବନି। ଆସୁ ଟିକେ ବହୁତ ଟାଇମ୍ ଲେଟ୍ ହେଲା। ଆକ୍ଚୁଆଲି ସାର୍ ଟିକେ ଲେଟ୍ରେ ବାହାରିଲେ, ସେଥିପାଇଁ ପହଞ୍ଚୁ ପୁରା ଅନ୍ଧାର ହେଇଗଲାଣି। ଦେଖନ୍ତୁ ଏଣ୍ଟ୍ରି କରିବେ, ଏଇଟା ମେନ୍ ଏଣ୍ଟ୍ରିଟା। ଏଠି ତ ଆମ ସାଇଡ଼୍ରେ ପୁରା ଗାଡ଼ିଟା ସାଇଡ଼୍ ରଖାହେଇଛି। ଏଠି ଯାକ ଦେଖନ୍ତୁ ସବୁ ନୂଆ ଗାଡ଼ି ଯାକ ରଖାହେଇଛି ସାଇଡ଼୍ରେ। ଏଠି ରାସ୍ତା ସାଇଡ଼୍ରେ ପୁରା ଯେଉଁ ବାଲିଯାତ୍ରା ପଡ଼ିଆ ହେଉଛି ସେଇ ପାଖଟା ପୁରା। ଏବେ ଯାଉଛି ପୁରା ଭିତରକୁ। ଗାଡ଼ି ମାନେ ସାର୍ କେଉଁଟା ପସନ୍ଦ କରୁଛନ୍ତି କ'ଣ ସେଇଟା ମୁଁ ଆପଣଙ୍କୁ ଦେଖେଇବି ଏବେ ଜଷ୍ଟ। ଏଠି ତ ସବୁ ଗାଡ଼ି ଯାକ ଥୁଆ ହେଇଛି ସାଇଡ଼୍ରେ ବି ଦେଖନ୍ତୁ। ଏଠି ସବୁ ନୂଆ ଗାଡ଼ି ଯାକ ଆସିଛି। ତଳର ଦେଖେଇଲି, ଏବେ ଯାଉଛି ଆଉ ଗୋଟେ ଫ୍ଲୋର ଲାଗୁଛି। ଏଇଟା ଦେଖନ୍ତୁ ବି ଜଷ୍ଟ ନୂଆରେ ଏଇଟା ହେଇଛି। କିନ୍ତୁ ଏବେ ତ ଏଇ ଗାଡ଼ିଟା ଦେଖିଲୁ, କଲର୍ କିନ୍ତୁ ଅଲଗାର ଯିବ। ଏ ଗାଡ଼ି ତ ଯିବନି। କଲର୍ଟା ଖାଲି ହ୍ୱାଇଟ୍ ମାନେ ରେଡ୍ ଅଛି। କଲର୍ ଅଲଗା ଚଏସ୍ କରାହେବ। ଠିକ୍ ଅଛି, ଆପଣ ଡିଟେଲ୍ ଆମକୁ ପଠାଇଦେବେ, ସେ ଅନୁସାରେ ଦେଖିବା। ନହେଲେ ଦେଖିଦିଅନ୍ତୁ ଗାଡ଼ି କଲର୍ଟା ସେ ରେଡ୍ ଅଛି। ନାଇଁ, କଲର୍ ଆମର ହ୍ୱାଇଟ୍ ଯିବ ନା। ଅଫିସ୍ ପାଇଁ କମ୍ପଲସରି ହ୍ୱାଇଟ୍ ରହିବ। ହଁ, ଭାଇ ଭିତରେ ଟିକେ ଦେଖେଇଦେବେ ତ, ମାନେ କ'ଣ ଫ୍ୟୁଚର୍ଟା ଅଛି ଟିକେ କହିଦେବେ ଆଟଲିଷ୍ଟ। ଆପଣଙ୍କର ବେସ୍ ମଡେଲ ହଁ, ଇଞ୍ଜିନ୍ ପୁସ୍ ବଟନ୍ ଷ୍ଟାର୍ଟ ରହିଲା, ଟଚ୍ ସ୍କ୍ରିନ୍ ରହିଲା, ମ୍ୟୁଜିକ୍ ସିଷ୍ଟମ୍। ଆଜ୍ଞା, ଆପଣ ସବୁ ରହିଯାଉଛି ବେସ୍ ମଡେଲ। ବେସ୍ একটা ଆଗ ପାୱାର ରହିବ ନା କମ୍ପଲସରି। ସ୍ପିକର ଦୁଇଟା ରହୁଛି, ଟୁଇଟର ଆସିବନି, ସ୍ପିକର ଦୁଇଟା ରହିବ। LXI 12,80,000 ଯୋଉଟା ମଡେଲ। କେବଳ କ୍ୟାମେରା ଗୋଟେ ଲଗେଇବେ। ଠିକ୍ ଅଛି। ସିଟ୍ କଭର ଏରିକା ଯାହା ଆପଣଙ୍କର ଆସିଲେ ନିଜ ଠାରେ କଲେ ନିଜେ ହିଁ ଭଲ। ଯାଉଛି ଆପଣ ଟିକେ ବୁକିଂ କରିଦିଅନ୍ତୁ, ଏଇ ଫ୍ୟାସିଲିଟିଟା ମିଳିବ। ହଁ, ମୁଁ ତ ଗାଡ଼ି 10ଟା ଅଛି ଅଲରେଡ଼ି ସର୍ଭିସ୍ ପାଇଁ, ତେଣୁ ଆପଣ କହିବେ ତ ସେଇଟା ଟିକେ ହେଇଯାଏ। ଦେଖିକି ବାହାରିଲୁ, କିନ୍ତୁ ବହୁତ ଟାଇମ୍ ସରି ରହିଲୁ ସେଠି। 2-3 ଘଣ୍ଟା ପୁରା ଅଧିକ ଟାଇମ୍ ଲେଟ୍ ହେଇଗଲା। ଏବେ ଡାଇରେକ୍ଟ ଯାଉଛୁ ରଘୁନାଥପୁର। ନାଲକୋ ଟ୍ରାଫିକ୍ରେ କିନ୍ତୁ ବହୁତ ଟାଇମ୍ ହେଲା। ଆମେ ଯେଉଁ ଲାଇନ୍ରେ ଅଛୁ ସେ ଲାଇନ୍ରେ ଟିକେ ବି ଗାଡ଼ି ଗଡ଼ୁନି। ପୁରା ଆଗରୁ ଫାଷ୍ଟରୁ ପୁରା ଲାଷ୍ଟ ପର୍ଯ୍ୟନ୍ତ ପୁରା ବହୁତ ଲମ୍ବା ଲାଇନ୍ ଲାଗିଛି। ମୁଁ ଦେଖେଇ ଦେଉଛି, ଆପଣ ଦେଖନ୍ତୁ। ବହୁତ ମାତ୍ରାରେ ପୁରା ଜାମ୍ ଅଛି ଗାଡ଼ି ଯାକ, ପୁରା ସବୁଆଡ଼ୁ ପୁରା ଜାମ୍ ଅଛି। ପୁରା ପଛକୁ ବି, କାହିଁକିନା ପଛଟା ତ ମୁଁ ଆପଣଙ୍କୁ ଦେଖେଇ ପାରୁନି,
एटा देखंतु एपट भी साइड किंतु एपट साइड रे खाली गोटे साइड गाड़ी खाली जाउची किंतु आम पट टिके भी गड़ुनी किछि नै गाड़ीटा जेंतर माने सेमती थुआ आइची। आसिक पहुंची गली घर ए जो मु तले अच्छे जो आम रोचु से भी देखु पूरा गाड़ी फाड़ी भी किसी नहीं पूरा साउंड नहीं गाड़ी भी गोटे दीटा जाऊनी पूरा बहुत टाइम होगला से बोधे लोक मैंने सब शई पड़े ना पूरा सब गाड़ी चली था जो रास्ता जाऊे कि से रास्ता चलुले कि आज पूरा बंद अच्छे सब गाड़ी ये वीडियो भल लगे लाइक कमेंट शेयर करेंगे नेक्स्ट वीडियो पुणी थे देखा।